ହ୍ୟାଲୋ ପିଲାମାନେ, ଆସ ଗପ ପଢ଼ିବା। ପିଲାମାନେ, ଆଜି ଗପ ପେଡ଼ିରୁ ତୁମ ପାଇଁ ଗପଟିଏ। ଗପର ନାଁ ହେଉଛି ସୋନୁର ଲଡ଼ୁ। ତାହେଲେ ଆସ ଗପଟିକୁ ପଢ଼ିବା ଓ ମଜା ନେବା। ସୋନୁ ସକାଳୁ ଉଠିଲା। ତାକୁ ବହୁତ ଭୋକ ଲାଗୁଥିଲା। ତାର ମନେ ପଡ଼ିଗଲା ଘରେ ଲଡ଼ୁ ଅଛି। ସେ ଲଡ଼ୁ ଡବା ଆଣିବାକୁ ଗଲା, ହେଲେ ଡବାଟି ବହୁତ ଉପରେ ରଖାଯାଇଥିଲା। ସେ ଉପରକୁ ହାତ ବଢ଼ାଇଲା, ହାତ ଡବାଯାଏ ପାଇଲା ନାହିଁ। ସୋନୁ ଷ୍ଟୁଲ ଆଣି ତା ଉପରେ ଚଢ଼ିଲା, ତଥାପି ହାତ ଡବାକୁ ପାଇଲା ନାହିଁ। ସେ ମନ ଦୁଃଖରେ ବସି ପଡ଼ିଲା। ଏତିକିବେଳେ ମା ଆସିଲେ। ଲଡ଼ୁ ଡବା ଉପରୁ ଆଣି ତାକୁ ଦେଲେ। ସୋନୁ ବହୁତ ଖୁସି ହୋଇଗଲା। ଖୁସି ମନରେ ଲଡ଼ୁ ଖାଇବାକୁ ଲାଗିଲା। ତାହେଲେ ପିଲାମାନେ, ଆସ ଗପଟି ପୁରା ପଢ଼ିବା। ସୋନୁର ଲଡ଼ୁ। ସୋନୁ ସକାଳୁ ଉଠିଲା। ତାର ମନେ ପଡ଼ିଲା ଘରେ ଲଡ଼ୁ ଅଛି। ସେ ଲଡ଼ୁ ଡବା ଆଣିବାକୁ ଗଲା, ହେଲେ ଡବାଟି ବହୁତ ଉପରେ ରଖାଯାଇଥିଲା। ସେ ଉପରକୁ ହାତ ବଢ଼ାଇଲା, ହାତ ଡବାଯାଏ ପାଇଲା ନାହିଁ। ସୋନୁ ଷ୍ଟୁଲ ଆଣି ତା ଉପରେ ଚଢ଼ିଲା, ତଥାପି ହାତ ଡବାକୁ ପାଇଲା ନାହିଁ। ସେ ମନ ଦୁଃଖରେ ବସି ପଡ଼ିଲା। ଏତିକିବେଳେ ମା ଆସିଲେ। ଲଡ଼ୁ ଡବା ଉପରୁ ଆଣି ତାକୁ ଦେଲେ। ସୋନୁ ବହୁତ ଖୁସି ହୋଇଗଲା। ଖୁସି ମନରେ ଲଡ଼ୁ ଖାଇବାକୁ ଲାଗିଲା। ଏବେ ଆସ ସୋନୁର ଲଡ଼ୁ ଗପରୁ କିଛି ନୂଆ ଶବ୍ଦ ଜାଣିବା। ଲଡ଼ୁ, ଡବା, ମା, ହାତ, ଦୁଃଖ, ଆସିଲେ, ଚଢ଼ିଲା, ବସି ପଡ଼ିଲା, ଖାଇଲା। ଆଚ୍ଛା ପିଲାମାନେ, ଗପଟି ତୁମକୁ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବ। ହଉ, ଆଜି ପାଇଁ ଏତିକି। ଧନ୍ୟବାଦ।